ଆସିଛି ସୁଯୋଗ ପ୍ରଭୁ ନାହାନ୍ତି ତ ତୁମ ପରେ କ୍ଷୁଧ ଖ୍ରୀଷ୍ଟଙ୍କୁ କରହେ ତ୍ୱରିତେ ସାକ୍ଷାତ ଶେଷ ବିଚାରର ଦିନ ଯେ ନିକଟ ବିବେଚ। ପ୍ରିୟ ଶ୍ରୋତା ବନ୍ଧୁ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସର୍ବଶ୍ରେଷ୍ଠ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥିଉ ଲିଖିତ ସୁସମାଚାର 3 ଅଧ୍ୟାୟର 8 ପଦରେ ଆମେ ଏହିପରି ପାଠ କରୁ, ଏଣୁ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର। ଈଶ୍ୱର ସ୍ୱହସ୍ତରେ ମନୁଷ୍ୟକୁ ମାଟିରୁ ଗଢ଼ିଲେ, ଆଉ ତାହାର ନାସିକା ରନ୍ଧ୍ରରେ ଫୁଙ୍କ ଦେଇ ପ୍ରାଣବାୟୁ ପ୍ରବେଶ କରାଇଲେ। ତହିଁରେ ମନୁଷ୍ୟ ଜୀବିତ ପ୍ରାଣୀ ହେଲା। ମାତ୍ର ମନୁଷ୍ୟ ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କଲା, ଆଉ ପାପ ହେତୁ ସେ ଈଶ୍ୱରଙ୍କ ଠାରୁ ସଦାକାଳ ପାଇଁ ଦୂର ହୋଇଗଲା। ଜଗତର ସୃଷ୍ଟି କାଳାବଧି ଈଶ୍ୱରଙ୍କ ଅଦୃଶ୍ୟ ଗୁଣ ସମୂହ ଅର୍ଥାତ୍ ତାହାଙ୍କର ଅନାଦି ଅନନ୍ତ ଶକ୍ତି ଓ ଈଶ୍ୱରତ୍ୱ ସୃଷ୍ଟ ବସ୍ତୁଗୁଡ଼ିକ ଦ୍ୱାରା ବୋଧାଗମ୍ୟ ହୋଇ ସ୍ପଷ୍ଟ ରୂପେ ପ୍ରତୀୟମାନ ହେଉଅଛି। ମାତ୍ର ପାପ ହେତୁ ମନୁଷ୍ୟ ଈଶ୍ୱରଙ୍କ ଜ୍ଞାନରୁ ଦୂରରେ ରହିଛି। ପୁଣି ତାହାର ପାପର ଦଣ୍ଡ ସ୍ୱରୂପେ ଈଶ୍ୱର ନର୍କ ନିରୂପଣ କରିଛନ୍ତି। ଆମେ ଜାଣୁ ଯେ ଏହିପରି କାର୍ଯ୍ୟକାରୀମାନଙ୍କୁ ଈଶ୍ୱର ଉଚିତ ଦଣ୍ଡାଜ୍ଞା ଦେଇଥାନ୍ତି। ମନୁଷ୍ୟ ଭ୍ରାନ୍ତ ଧାରଣାରେ ଚାଳିତ ହୋଇ ନିଜ ପାପକୁ ମାନେ ନାହିଁ। ତଥାପି ଏଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତରେ ଅବତୀର୍ଣ୍ଣ ହେଲେ, ଯେପରି ମନୁଷ୍ୟ ନିଜର ପାପକୁ ମାନି ମନ ପରିବର୍ତ୍ତନ କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବଳିଦାନ ଓ ପୁନରୁତ୍ଥାନରେ ବିଶ୍ୱାସ କରି ପରିତ୍ରାଣ ପ୍ରାପ୍ତ ହୋଇପାରେ, ଆଉ ଈଶ୍ୱରଙ୍କ ଦଣ୍ଡରୁ ରକ୍ଷା ପ୍ରାପ୍ତ ହୋଇପାରେ। ଈଶ୍ୱରଙ୍କ କୃପା, ଧୈର୍ଯ୍ୟ ଓ ଚିର ସହିଷ୍ଣୁତା ରୂପ ଧନ ସବୁ ତୁଚ୍ଛ କରନ୍ତୁ ନାହିଁ, କାରଣ ସେ ହିଁ ମନୁଷ୍ୟକୁ ମନ ପରିବର୍ତ୍ତନ କରିବାକୁ ଶିଖାନ୍ତି। ଯିଏ ପ୍ରକୃତ ମନ ପରିବର୍ତ୍ତନ କରେ, ସେ ନିଜ ଜୀବନରେ ତହିଁର ଉପଯୁକ୍ତ ଫଳ ଉତ୍ପନ୍ନ କରେ, ଅର୍ଥାତ୍ ତାହାର ଜୀବନରେ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ ଦେଖାଦିଏ। ଆପଣ ମଧ୍ୟ ମନ ପରିବର୍ତ୍ତନ କରି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ଯେପରି ପରିତ୍ରାଣ ପ୍ରାପ୍ତ ହୋଇପାରନ୍ତି, ଈଶ୍ୱରଙ୍କ ନିକଟରେ ଆପଣଙ୍କ ପାଇଁ ଆମର ଏହି ପ୍ରାର୍ଥନା।